ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଦୁଃଖୀଧନ ନୀଳମଣିରେ କବିତାଟିକୁ ଆଲୋଚନା କରିବା। ଏହି କବିତାର କବି ହେଉଛନ୍ତି ବୈଷ୍ଣବ ପାଣି। ପ୍ରଥମେ ମୁଁ କବିତାଟିକୁ ଆବୃତ୍ତି କରୁଛି, ଧ୍ୟାନ ସହିତ ଶୁଣିବା। ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ? ଦୁଃଖୀଧନ ନୀଳମଣିରେ ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସିବି ପଥେ? ଦୁଃଖୀଧନ ନୀଳମଣିରେ ଯେବେ ବିକା ଆସିବ କୋଳି, କାନ୍ଦି କିଏ କରିବ ଅଳି? ଚଳି ହେଉଥିଲେ ଧୂଳି ବୋଳି ହୋଇ ଦୋଳିକେ ଖେଳିବ କାନି ପଣତେ? ଦୁଃଖୀଧନ ନୀଳମଣିରେ ଯେବେ ଦହି ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ? ହଇଣ ଆନନ୍ଦ ଗାଇ ଦୁହିଁବାକୁ ଶିଖା ଛନ୍ଦ ଘେନି ଖେଜିବ ହାତେ? ଦୁଃଖୀଧନ ନୀଳମଣିରେ ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଇ ମୁଣ୍ଡରେ, କଳି କଲେ କେହି ମା ମା କହି, କଇଁ କଇଁ ହୋଇ କାନ୍ଦିବୁ କେତେ? ଦୁଃଖୀଧନ ନୀଳମଣିରେ ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ, କହେ ବୈଷ୍ଣବ ନିଶ୍ଚେ ଯିବ ଯିବ, ମୁରୁଛିବି ଗଳା ମାଳି କେମନ୍ତେ? ଦୁଃଖୀଧନ ନୀଳମଣିରେ। କବିତାଟିର ଏବେ ସାରାଂଶକୁ ଆଲୋଚନା କରିବା। ଧ୍ୟାନର ସହିତ ବୁଝିବା ପାଇଁ ପିଲାମାନେ ଚେଷ୍ଟା କରିବା। ଦେଖ, ଦୁଃଖୀଧନ ନୀଳମଣିରେ, ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ? ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସିବି ପଥେ? ଦେଖ, ଶ୍ରୀକୃଷ୍ଣଙ୍କୁ ଦିନେ କଂସ ରାଜାଙ୍କର ଡାକରା ଥିଲା ଯେ ଧନୁଯାତ୍ରା ଦେଖିବା ପାଇଁ। ତେଣୁ ଅକ୍ରୂର ହାତରେ ଖବର ପଠାଇଥିଲେ। ମାତା ଯଶୋଦାଙ୍କ ପାଖରେ ଆସି ସେ ପହଞ୍ଚିଥିଲେ ଶ୍ରୀକୃଷ୍ଣଙ୍କୁ ନେବା ପାଇଁ। ତେଣୁ ମା ଯଶୋଦା ବଡ଼ ଦୁଃଖରେ ଭାଳି ହେଉଛନ୍ତି ଯେ ଦୁଃଖୀଧନ ହେଉଛନ୍ତି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣଙ୍କୁ ଦୁଃଖୀଧନ ବୋଲି କହୁଥିଲେ। ତେଣୁ ଦୁଃଖୀଧନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି। ଶ୍ରୀକୃଷ୍ଣ ଯେତେବେଳେ ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ? ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସି ପଥେ? ଏହାର କହିବାର ଉଦ୍ଦେଶ୍ୟ ହେଉଛି, ଯେତେବେଳେ ମାମୁଁ କଂସାସୁର ନିମନ୍ତ୍ରଣ କରିଥିଲେ ଧନୁଯାତ୍ରା ଦେଖିବା ପାଇଁ, ସେତେବେଳେ ଯଦି ସେ ଧନୁଯାତ୍ରା ଦେଖିବାକୁ ଯିବେ, ତାହେଲେ ମୁଁ କାହାକୁ ଦୁଃଖୀଧନ ନୀଳମଣି ବୋଲି ଡାକିବି? ଆଉ ମା ବୋଲି ମୋତେ କିଏ ଡାକିବ? ଗୋରୁ ଘେନି ଶ୍ରୀକୃଷ୍ଣ ଗୋରୁ ଚରାଇବାକୁ ଗୋପାଳ ବାଳକ ମେଳରେ ଯାଉଥିଲେ। ଫେରିଲା ବେଳକୁ ମା ତାଙ୍କର ବାଟକୁ ଚାହିଁ ବସିଥିଲେ। କିନ୍ତୁ ଯେତେବେଳେ ସେ ମଥୁରାପୁରକୁ ଯିବେ, ତାହେଲେ ସେ ଆଉ କାହାକୁ ଦୁଃଖୀଧନ ବୋଲି ଡାକିବେ? ତାଙ୍କୁ କିଏ ମା ବୋଲି ଡାକିବେ? ଏବଂ ଗୋରୁ ଘେନି ଫେରିଲା ବେଳକୁ ସେ କାହା ବାଟକୁ ଚାହିଁ ବସିବେ? ପଥେ ଅର୍ଥ ରାସ୍ତାରେ। ରାସ୍ତାରେ ମା ଜଗି ବସନ୍ତି ଯେ ମୋ ପୁଅ ଆସିଲାଣି, ସନ୍ଧ୍ୟା ହେଲାଣି, ମୋ ପୁଅ ଆସିଲାଣି। ତେଣୁ ସେ ଜଗି ବସନ୍ତି। ବୁଝିଲା? ତାପରେ ଦ୍ୱିତୀୟ ପଂକ୍ତିକୁ ଯିବା। ଏଇଟା ଦେଖ, ଯେବେ ବିକା ଆସିବ କୋଳି, କାନ୍ଦି କିଏ କରିବ ଅଳି? ଚଳି ହେଉଥିଲେ ଧୂଳି ବୋଳି ହୋଇ ଦୋଳିକେ ଖେଳିବ କାନି ପଣତେ? ଦୁଃଖୀଧନ ନୀଳମଣିରେ। ଏହାର ଭାବାର୍ଥ ହେଉଛି, ଯେବେ ବିକା ଆସିବ କୋଳି, କାନ୍ଦି କିଏ କରିବ ଅଳି? ସାଧାରଣତଃ ପିଲାମାନେ ଯେତେବେଳେ ଘରେ ଥିଲାବେଳେ ଗାଁକୁ ଯେତେବେଳେ କୋଳି ବିକା ଆସେ କିମ୍ବା କୌଣସି ଜିନିଷ ବିକା ଆସେ, ଖାଇବା ଜିନିଷ, ସେତେବେଳେ ମାଆଙ୍କ ପାଖରେ ପିଲାମାନେ ଅଳି କରନ୍ତି। ଅଳି ଅର୍ଥ ତାଙ୍କର ଅଝଟ କରିବା, ମାନେ ଜିଦ୍ କରିବା, ମା ଏଇଟା କିଣିଦିଅ। ସେଇଭଳି ଶ୍ରୀକୃଷ୍ଣ ମଧ୍ୟ ଯେବେ କୋଳି ବିକା ଆସିବ, ମାଆଙ୍କ ପାଖରେ ଅଳି କରନ୍ତି, ମା କୋଳି ବିକା ଆସିଲାଣି, କିଣାଇ ଦିଅ କହନ୍ତି। ତେଣୁ ଶ୍ରୀକୃଷ୍ଣଙ୍କ କଥାକୁ ମା ଯଶୋଦା ମନେ ପକାଇଛନ୍ତି ଯେ କୋଳି ବିକା ଆସିଲେ କିଏ କାନ୍ଦିକିରି ଅଳି କରିବ? ଯଦି ମୁଁ ଟିକେ ଚଳିଯାଏ, ମାନେ ଟିକେ ରାଗିଯାଏ, ତାର ଧୂଳି ବୋଳି ହୋଇଯାଇଥାଏ, ତଳେ ଗଳେଇ ତଳେଇ ହେଉଥାଏ। ତେଣୁ କିଏ ଆଉ ସେଇଭଳି କାମ କରିବ? ଶ୍ରୀକୃଷ୍ଣଙ୍କର କଥାକୁ ଏଠାରେ ମା ଯଶୋଦା ମନେ ପକାଇଛନ୍ତି। ତାପରେ ତୃତୀୟ ପଂକ୍ତି ଦେଖ, ଯେବେ ଦହି ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ?
ହୋଇଣ ଆନନ୍ଦ ଗାଈ ଦୁହିଁବାକୁ ଶିକା ଛନ୍ଦ ଘେନି କେ ଯିବ ହାତେ ଦୁଃଖୀ ଧନ ନୀଳମଣିରେ। ଦେଖ ଏଠାରେ କୁହାଯାଇଛି ଯେତେବେଳେ ଦହି ମୁହାଁ ହେବ ଲବଣୀ ଶ୍ରୀକୃଷ୍ଣ ଖାଆନ୍ତି। ଶ୍ରୀକୃଷ୍ଣ ତ ଲବଣୀ ପ୍ରିୟ। ତେଣୁ ତୁମେମାନେ ଜାଣିଥିବ ଶ୍ରୀକୃଷ୍ଣ ଘର ଘର ବୁଲି ଗୋପାଳ ବାଳକ ମେଳରେ ଦହି ଚୋରି କରି ଖାଆନ୍ତି। କାହାର ଦହି ହାଣ୍ଡି ଭାଙ୍ଗି ଦିଅନ୍ତି। ଏଇଭଳି କାମ ଗୋପାଳ ବାଳକ ମେଳରେ ସେ କରନ୍ତି। ତେଣୁ ମା ଶ୍ରୀକୃଷ୍ଣଙ୍କର କଥାକୁ ମନେ ପକାଇଛନ୍ତି ଯେ ଦହି ମୁହାଁ ହେଲେ କିଏ ଲବଣୀ ଖାଇବ। ଆଉ ଗାଈ ଦୁହିଁଲା ବେଳେ ଯେତେବେଳେ ବ୍ୟବହାର କରାଯାଏ ଶିକା ଛନ୍ଦ ଦଉଡ଼ି ସବୁ ବ୍ୟବହାର କରାଯାଏ। ଗାଈର ଗୋଡ଼କୁ ବାନ୍ଧିବା ପାଇଁ ଦଉଡ଼ି ବ୍ୟବହାର କରାଯାଏ। ଶିକା ଛନ୍ଦ ଦହି ଝୁଲାଇବା ପାଇଁ ଶିକାକୁ ବ୍ୟବହାର କରାଯାଏ ହେଲା। ଛନ୍ଦକୁ ମଧ୍ୟ ଗାଈର ଗୋଡ଼ରେ ବନ୍ଧାଯାଏ। ତେଣୁ ଏଇସବୁ ଯେତେବେଳେ ଗାଈ ଧୁଆଁଯାଏ ସେତେବେଳେ ମାଆଙ୍କ ସାଙ୍ଗରେ ଶ୍ରୀକୃଷ୍ଣ ଯାଆନ୍ତି। ତେଣୁ ଆଜି ଯେତେବେଳେ ଶ୍ରୀକୃଷ୍ଣ ଚାଲିଯିବେ ମଥୁରାପୁରକୁ ତାହେଲେ କିଏ ଆଉ ଶିକା ଛନ୍ଦ ଘେନି ଯିବ। ତେଣୁ ଶ୍ରୀକୃଷ୍ଣଙ୍କର କଥାକୁ ମା ଯଶୋଦା ମନେ ପକାଇଛନ୍ତି। ତାପରେ ତୃତୀୟ ପଂକ୍ତିକି ଯିବା। ଦେଖ ଖେଳି ଯାଇଥିଲେ ଦାଣ୍ଡରେ ଧୂଳି ପଡ଼ିଥାଇ ମୁଣ୍ଡରେ କଳି କଲେ କେହି ମା ମା କଇଁ ହୋଇ କାନ୍ଦିବୁ କେତେ ଦୁଃଖୀ ଧନ ନୀଳମଣିରେ। ଦେଖ ଏହାର ଭାବାର୍ଥ ହେଉଛି ଯେତେବେଳେ ଶ୍ରୀକୃଷ୍ଣ ଦାଣ୍ଡରେ ଖେଳିବାକୁ ଯାଆନ୍ତି ଧୂଳି ତାଙ୍କ ମୁଣ୍ଡରେ ପଡ଼ିଥାଏ। ଯଦି କେହି କଳି କରେ ମା ମା କହି କାନ୍ଦି କାନ୍ଦି ହୋଇ ଘରକୁ ଆସିଯାଆନ୍ତି। ପିଲାମାନେ ତୁମେ ଦେଖିଥିବ ପିଲାମାନେ ଖେଳିଲା ବେଳେ ବାହାରେ ଖେଳନ୍ତି କଳି ଝଗଡ଼ା ସବୁ କରନ୍ତି। ତେଣୁ ଯଦି କିଏ ଧୂଳି ପକାଏ ସେ ପିଲାମାନେ ମଧ୍ୟ ଗଣ୍ଡଗୋଳ କରନ୍ତି ଝଗଡ଼ା କରନ୍ତି। ଯେତେବେଳେ ନ ପାରିବେ ସେତେବେଳେ ଫେରିଯାଆନ୍ତି ଘରକୁ ମା ପାଖରେ ଯାଇ କାନ୍ଦନ୍ତି ଯେ ମୋତେ ସେ ବାଡ଼େଇଲା କି ମାରିଲା ଏସବୁ କହନ୍ତି। ତେଣୁ ଶ୍ରୀକୃଷ୍ଣ ମଧ୍ୟ ସେହିଭଳି ପିଲାମେଳରେ ଖେଳୁଥିବା ସମୟରେ ଯଦି କେହି କଳି କରେ ତାହେଲେ ମା ମା କହି ମାଆଙ୍କ ପାଖକୁ ଚାଲି ଯାଇଥାଏ। ଦେଖ ଯେବେ ଯିବୁ ମଧୁପୁରକୁ ଅନାଇବି କାହା ମୁଖକୁ କହେ ବୈଷ୍ଣବ ନିଶ୍ଚେ ଯିବ ମୁରୁଛିବି ଗଳା ମାଳିକେ ମନ୍ତେ ଦୁଃଖୀ ଧନ ନୀଳମଣିରେ। ଏଠାରେ ମା କହିଛନ୍ତି ଯଦି ମଧୁପୁରକୁ, ଏଠାରେ ମଧୁପୁର ଅର୍ଥ ମଥୁରାପୁର, ମଧୁପୁର ଅର୍ଥ ମଥୁରାପୁରକୁ କୁହାଯାଇଛି। ମଥୁରାକୁ ଯଦି ଶ୍ରୀକୃଷ୍ଣ ଚାଲିଯିବେ ତାହେଲେ ମୁଁ ଆଉ କାହା ମୁହଁକୁ, ମୁଖ ମାନେ ମୁହଁ, କାହା ମୁହଁକୁ ଚାହିଁ ରହିବି। କହେ ବୈଷ୍ଣବ ନିଶ୍ଚେ ଯିବ ମୁରୁଛିବି ଗଳା ମାଳିକେ ମନ୍ତେ। ଏଠାରେ ଗଣକବି ବୈଷ୍ଣବ ପାଣି ଶ୍ରୀକୃଷ୍ଣ ଯେତେବେଳେ ମଥୁରାପୁରକୁ ଚାଲିଯିବେ ମାତା ଯଶୋଦାଙ୍କ ଅବସ୍ଥା କ'ଣ ହେବ ସେ କଥାକୁ ଏଠାରେ ବର୍ଣ୍ଣନା କରିଛନ୍ତି। ତେଣୁ କବି କହିଛନ୍ତି କହେ ବୈଷ୍ଣବ ନିଶ୍ଚେ ଯିବ ମୁରୁଛିବି ଗଳା ମାଳିକେ ମନ୍ତେ। ଶ୍ରୀକୃଷ୍ଣ ଯେତେବେଳେ ମଥୁରାପୁରକୁ ଚାଲିଯିବେ ତାହେଲେ ମା ଯଶୋଦାଙ୍କର ଅବସ୍ଥା କ'ଣ ହେବ। ମାତା ଯଶୋଦା ନିଶ୍ଚିତ ଭାବେ ଶ୍ରୀକୃଷ୍ଣଙ୍କ ବିନା ବଞ୍ଚିପାରିବେନି। କାହିଁକି ନା ସେ କ୍ଷଣେ ନ ଦେଖିଲେ ସେ ଅନ୍ଧ ହୋଇଯାଆନ୍ତି। ତେଣୁ ଶ୍ରୀକୃଷ୍ଣଙ୍କୁ ଅନ୍ଧର ଲଉଡ଼ି ମଧ୍ୟ କୁହାଯାଏ। ଦୁଃଖୀ ଧନ ନୀଳମଣି ଏଭଳି ତାଙ୍କୁ ଶ୍ରଦ୍ଧାରେ ସ୍ନେହରେ ଡାକିଥାନ୍ତି। ତେଣୁ ସତରେ ଯଦି ମଥୁରାପୁରକୁ ମଧୁପୁରକୁ ଚାଲିଯିବେ ଶ୍ରୀକୃଷ୍ଣ ତାହେଲେ ମାତା ଯଶୋଦାଙ୍କର ଜୀବନ ଚାଲିଯିବ। କାହିଁକି ନା ଶ୍ରୀକୃଷ୍ଣଙ୍କୁ ଏତେ ଭଲ ପାଉଥିଲେ, ଏତେ ସ୍ନେହ କରୁଥିଲେ। ତେଣୁ ଶ୍ରୀକୃଷ୍ଣଙ୍କର ବିଚ୍ଛେଦରେ ବା ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିରେ ମା ଯଶୋଦାଙ୍କର ନିଶ୍ଚିତ ଭାବେ ପ୍ରାଣ ଚାଲିଯିବ ବୋଲି ଗଣକବି ବୈଷ୍ଣବ ପାଣି ବର୍ଣ୍ଣନା କରିଛନ୍ତି। ଏହି କବିତାରେ ଶ୍ରୀକୃଷ୍ଣଙ୍କର ପିଲାଦିନ କଥାକୁ ମନେ ପକାଇ ମା ଯଶୋଦା ବା ଶ୍ରୀକୃଷ୍ଣଙ୍କର କାର୍ଯ୍ୟକଳାପ, ଶ୍ରୀକୃଷ୍ଣ ଗୋରୁ ଘେନି ଫେରିଲା ବେଳେ ମା କିପରି ବାଟ ଜଗି ବସୁଥିଲେ ତାହାକୁ ବର୍ଣ୍ଣନା କରିଛନ୍ତି ଏହି କବିତା ମାଧ୍ୟମରେ। ଆଶା କରୁଛି ଏହି କବିତାଟି ଭଲ ଭାବରେ ବୁଝିଥିବ। ଯଦି ବୁଝିଛି ତାହେଲେ ଦୟାକରି ଲାଇକ୍ ଆଉ ସେୟାର ଆଉ ଘଣ୍ଟି ବଟନକୁ ଦବାନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।